ମୁଁ ଏବେ ଅଧା ଦେଖିଛି, ଏବେ ମଇଦାନ ରହିଛି ଆମର, ଭଲ ଲାଗିଲା ଅବଶ୍ୟ। ଓକେ, ଫିଲ୍ମ କଣ ଏମିତି ଦେଖିଲେ ଆପଣ ଯୋଉଟା କି ଆପଣଙ୍କୁ ଭଲ ଲାଗିଲା ସେଥିପାଇଁ ଆପଣ ହଲକୁ ଆସିଲେ, କଣ ଏମିତି ଫିଲ୍ମ ଦେଖିଲେ? ଫିଲ୍ମରେ ନାହିଁ, ମୁଁ ଆସିଥିଲି ଦେଖିଲି ଏଠି ମାନେ ପୋଷ୍ଟର ଦେଖିଲି, ଭଲ ଲାଗିଲା ସେ ଆଗରେ ଭାଇ ମାନେ କହୁଥିଲେ ଦେଖିବାକୁ, ସେଥିପାଇଁ ଅଧା ଦେଖିଛି। ଏବେ ଆମର ମାନେ ତାଙ୍କ ଝିଅ ଏବେ କିଡନାପ ହେଇଯାଇଛନ୍ତି, ମାନେ କେତେ ଲକ୍ କରିଦେଇକି। କୋଉଟା କାଟିଛନ୍ତି, ତଳ ନା ଉପର? ନା ଉପର ବାଲକନି କାଟିଛନ୍ତି। ହଁ କେତେ ନା ଭାଇ ଜଣେ ଦେଇଛନ୍ତି, ସେ ସାଙ୍ଗରେ ଆସିଥିଲେ ଟିକେଟ କେତେ ଟଙ୍କା? ନା ସେ ଦେଇଛନ୍ତି ଟିକେଟ, ଭାଇ ଜଣେ ଆମର। ଭାଇ ଜଣେ ଦେଇଛି। ସିନେମାଟିର ଯେତେବେଳେ ଷ୍ଟାର୍ଟିଂରେ ଦେଖିଲେ ଯୋଉ ଆମର ଯୋଉ ପାର୍ଥ ଭାଇ ହେଇଛନ୍ତି ତାଙ୍କ ଚରିତ୍ରର ନାଁ କଣ ରହିଛି? ପାର୍ଥ ଭାଇ, ପାର୍ଥ ଭାଇ ଯୋଉ ପୋଲିସ ସେ ହେଇଛନ୍ତି। ଆମ ଆସିବି ହେଇଛନ୍ତି। ଆଜ୍ଞା, ଆସିବି ଏସିପି ହେଇଛନ୍ତି, ତାଙ୍କ ଚରିତ୍ରର ନାଁ କଣ ଭାଇ? ସେତେବେଳେ ମୁଁ ଆସିନଥିଲି ନା ଦେଇନାହାନ୍ତି ସେମିତି। ନା ଜାଣିଲେ? ଆରେ ସେ ଏସି ବୋଲି ଜାଣିଛୁ, ନା ଜାଣିଛୁ ଖାଲି ଏସିପି ଜାଣିଛୁ। ଆଚ୍ଛା, ଯେ ଯୋଉ ଝିଅଟି ଯୋଉ ଆଞ୍ଜେଲ, ହଁ ତା ନାଁ କଣ? ତା ନାଁ ଆଞ୍ଜେଲ ବା? ତା ନାଁ ଆଞ୍ଜେଲ। ହଁ। ଓକେ, ଆଉ କାହା କାହା ନାଁ ଆପଣ ଜାଣିଛନ୍ତି, ଚରିତ୍ରର ନାଁ କହିଥିଲେ? ଆଉ ସେମିତି କିଛି ଇଣ୍ଟ୍ରୋଡକ୍ସନ କରାହେଇନି। ଆଉ ଗୋଟେ ତାର ଚାକର କି ତାର ରଘୁ ରାଇଟ ହ୍ୟାଣ୍ଡ ଯେ ରଘୁ ସିଏ, ଆଉ ମାନେ ଯିଏ ଭିଲେନ ରାଇଟ ହ୍ୟାଣ୍ଡ, ଭିଲେନ ନାଁ ତ ସେମିତି ମନେ ପଡୁନି, ସେ ଭିଲେନ ସେଠି ବି ଆସିନି ଏବେ ସିନ୍ ପର୍ଯ୍ୟନ୍ତ ସେତେ, ହେଲା କି ନାଇଁ। ଆଚ୍ଛା, ଏଇ ଯୋଉ ଅଧା ଯାକେ ଫିଲ୍ମ ଦେଖିଲେ କଣ ତାହେଲେ ଦେଖିଲେ, କେମିତି ଲାଗିଲା ଆପଣଙ୍କୁ? ଅଧ୍ୟାୟ ଯିକେ କହିଲି ମାନେ ଫିଲ୍ମ ଅଧା ହେଲା ଇଣ୍ଟରଭାଲ ପର୍ଯ୍ୟନ୍ତ ହେଇଛି। କଣ କେଉଁ ଜିନିଷଟା ଭଲ ଲାଗିଲା ଆପଣଙ୍କୁ? ସଲେ ସିନା କହିବି କି ମାନେ ଏବେ ଜିନିଷ କହିଲେ ଷ୍ଟୋରିଟା ଏବେ ବିଲ୍ଡ ଅପ୍ ହଉଛି, ହେଲା କି ନାଇଁ। ସଲେ ଯାଇକି ଜଣା ପଡିବ କଣ ଭଲ। ଆଚ୍ଛା, ଆପଣ ହିନ୍ଦୀ ଫିଲ୍ମ ଦେଖନ୍ତି? ହଁ। ହିନ୍ଦୀ ଫିଲ୍ମ ଆଉ ଏଇ ଫିଲ୍ମ ଭିତରେ ତଫାତ୍ କଣ ଦେଖିଲେ ଆପଣ? ତଫାତ୍ ତ ସେମିତି ମାନେ ଏବେ ଫିଲ୍ମଟା ଦେଖ, ମାନେ ଏଇ ଯୋଉ ଫିଲ୍ମଟା ଏବେ ଇଣ୍ଟରଭାଲ ହେଇଛି, ଇଣ୍ଟରଭାଲ ଗୋଟେ ରୁମ୍ ଭିତରେ ସରିଗଲା ଭଳି ଲାଗୁଛି, ହେଲା କି ନାଇଁ। ଷ୍ଟୋରି ସେମିତି ଖାସ୍ ମଜା ଲାଗୁନି, ଦେଖି ସାରିଲେ ଜଣା ପଡିବ ଷ୍ଟୋରି ସେତେ ଲାଷ୍ଟ ଟାଇମରେ ଯଦି ଭଲ ଲାଗିବ। ଆଚ୍ଛା, ଷ୍ଟୋରି ସେତେ ମଜା ଲାଗିଲା ମାନେ କିଛି ସସ୍ପେନ୍ସ ସେମିତି କ୍ରିଏଟ ହଉନି, ହେଲା କି ନାଇଁ। ଭାଇ। ସସ୍ପେନ୍ସ କିଛି ସତ ନାହିଁ। କହିବେ, ମୁଁ ଆପଣଙ୍କୁ କହୁଛି, ଯଦି ଆପଣ ଟିକେଟ ଆପଣ ନିଜ ହାତରୁ ଦେଇଥାନ୍ତେ, ପଇସାଟା ନିଜ ହାତରୁ ଦେଇଥାନ୍ତେ, ଫିଲ୍ମଟା ଦେଖିଥାନ୍ତେ, ତାହେଲେ ଆପଣ କଣ କହିଥାନ୍ତେ, କେତେ ସାଟିସ୍ଫାଏ? ଏଇଟା ଭାଇ ଦେଇଛନ୍ତି ବୋଲି କୁହନ୍ତୁନି, ଆପଣ ନିଜ ହାତରୁ ନିଜେ ପଇସା ଦେଇଥାନ୍ତେ, 200 ଟଙ୍କା ଟିକେଟ ସରିଲା କାଟିଥାନ୍ତେ। ପରେ ଜଣାବ କେମିତି ଲାଗୁଛି, ଏବେ ତ କହିପାରିବିନି, କାରଣ ମୁଁ ଫିଲ୍ମ ଫୁଲ ଦେଖିଲେ ଯାଇକି କହିବି କେତେ ଲାଷ୍ଟ ମେ ବି ଭଲ ଥାଇପାରେ, ସସ୍ପେନ୍ସ ଭଲ ଥାଇପାରେ। ଏବେ ତ କହିପାରିବିନି ନା। ଆଚ୍ଛା, ଏବେ ଯେତିକି ସବୁ ଦେଖିଛନ୍ତି କଣ ଲାଗୁଛି, ସମୟ ଠିକ ନା ଠାକ? ଚଳିବ, ଟାଇମ କେମିତି ପଡିଲା ଜଣା ତ ପଇଲାନି ଅବଶ୍ୟ, ଲାଷ୍ଟରେ ଜଣା ପଡିବ। କେତେ ଲୋକ ଅଛନ୍ତି ହଲ ଭିତରେ? ଅଛନ୍ତି କେତେ ଲୋକ ଅଛନ୍ତି? 60%, 60-70% ଫିଲ୍ ଅପ୍ ଥିବ।